ଦେଖନ୍ତୁ ଆଜ୍ଞା, ଆପଣଙ୍କ ଘରେ ଯଦି ଝିଅ ଜନ୍ମ ହେଉଛନ୍ତି ତାହେଲେ ସରକାର ଆପଣଙ୍କୁ ଦେବେ 12,000 ଟଙ୍କା ନଗଦ ଆଜ୍ଞା। ତ କାହାକୁ ଦେବେ, କ'ଣ କରିବାକୁ ଆପଣମାନଙ୍କୁ ପଡ଼ିବ, ସରକାର କ'ଣ ଘୋଷଣା କରିଛନ୍ତି, ଏ ଯୋଜନାର ନାମଟି କ'ଣ, ଆପଣମାନଙ୍କୁ ସମସ୍ତଙ୍କୁ ମୁଁ ଭଲ ଭାବରେ ଆଜିର ଭିଡ଼ିଓରେ ବୁଝାଇବା ପାଇଁ ଯାଉଛି। ତେଣୁକରି ଭିଡ଼ିଓଟିକୁ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖିଲେ ଆଜ୍ଞା ବୁଝିପାରିବେ। ଦେଖନ୍ତୁ, ଘରେ ଝିଅଟିଏ ଜନ୍ମ ହେଲେ ଘର ଲୋକ କୁହନ୍ତି ଯେ ଘରକୁ ଲକ୍ଷ୍ମୀ ଆସିଲା। କିନ୍ତୁ ଆଜ୍ଞା ଏକଥା ଜାଣି ମଧ୍ୟ ଆମ ଭାରତର ଲୋକମାନେ ଝିଅ ଜନ୍ମ କରିବା ପାଇଁ ନାରାଜ ଆଜ୍ଞା। ଆଜି ମଧ୍ୟ ଭ୍ରୂଣ ହତ୍ୟା ହେଉଛି। ତ ଦେଖନ୍ତୁ, ସେଇ ଜିନିଷଟାକୁ ରୋକିବା ପାଇଁ ସରକାର ଆପଣମାନଙ୍କୁ 12,000 ଟଙ୍କା ଦେଉଛନ୍ତି। ଆପଣଙ୍କ ଘରେ ବି ଯଦି ଝିଅ ଜନ୍ମ ହୁଏ ତାହେଲେ ଆପଣ କେମିତି 12,000 ଟଙ୍କା ପାଇବେ ସେ ବିଷୟରେ ଆପଣମାନଙ୍କୁ ମୁଁ ଆଜି ଭିଡ଼ିଓରେ ଭଲ ଭାବରେ କହିବି। ଯଦି ଭାରତରେ ଆଜ୍ଞା ଦେଖିବା ଆମେମାନେ ଆଜି ମଧ୍ୟ 1,000 ଝିଅରେ 1,060 ପିଲା ଅଛନ୍ତି ଆଜ୍ଞା। କ'ଣ କହିଲି ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଯେ 1,000 ଝିଅରେ 1,060 ପିଲା, 100 ଝିଅରେ 106 ପିଲା। ତ ଆଜ୍ଞା ଦେଖନ୍ତୁ, ସେ ପିଲାମାନେ ବାହା ହେବେ କାହାକୁ, କ'ଣ କରିବେ, ଆପଣମାନେ ଟିକେ ଚିନ୍ତା କରନ୍ତୁ, ଭିଡ଼ିଓଟିକୁ ଦେଖନ୍ତୁ। ଚାଲନ୍ତୁ, ଆଜି ଖବରକାଗଜରେ ବାହାରିଛି, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଭଲ ଭାବରେ ବୁଝେଇଦେବି ଆଜିକାର ଭିଡ଼ିଓରେ, ଆପଣମାନେ ଭଲ ଭାବରେ ବୁଝିପାରିବେ। ଦେଖନ୍ତୁ ଆଜ୍ଞା, ଏଠାରେ କୁହାଯାଉଛି କ'ଣ, ଏଠାରେ କୁହାଯାଉଛି ଯେ ରାଜ୍ୟରେ ଲାଗୁ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା, ଯେଉଁଥିରେ କି ଆଜ୍ଞା ଆପଣମାନଙ୍କୁ କେତେ ଟଙ୍କା କ'ଣ ମିଳିବ, ଚାଲନ୍ତୁ ମୁଁ ଆପଣମାନଙ୍କୁ ଭଲ ଭାବରେ ବୁଝେଇଦେବି। ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଲାଗୁ ହେବ ବୋଲି କହିଛନ୍ତି। 2ଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ଯୋଜନା ଲାଗୁ ହେବା, କନ୍ୟା ସନ୍ତାନକୁ ପ୍ରୋତ୍ସାହନ ପାଇଁ ଏହି ଯୋଜନା ଲାଗୁ କରାଯାଇଛି। ଝିଅ ଜନ୍ମ ହେଲେ 12,000 ଟଙ୍କା ମିଳିବା ଓ ପୁଅ ଜନ୍ମ ହେଲେ 10,000 ଟଙ୍କା ମିଳିବ ଆଜ୍ଞା। ଯେ ଦେଖନ୍ତୁ, ଝିଅ ଜନ୍ମ ହେଲେ 12,000 ଟଙ୍କା, ପୁଅ ଜନ୍ମ ହେଲେ 10,000 ଟଙ୍କା ଆପଣମାନଙ୍କୁ ମିଳିବ। ତ ଏଥିପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ, ଏଠାରେ ଆପଣମାନେ ସମସ୍ତେ ଜାଣିଗଲେ ଯେ ଆପଣମାନେ ଯଦି ଝିଅ ଜନ୍ମ କରୁଛନ୍ତି 12,000 ଟଙ୍କା, ପୁଅ ଜନ୍ମ କରୁଛନ୍ତି 10,000 ଟଙ୍କା। ବୁଝିପାରୁଛନ୍ତି କଥାଟି କ'ଣ? ଦେଖନ୍ତୁ, ରାଜ୍ୟ ସରକାର ଗର୍ଭବତୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ଭଲ ଖବର ଆଣିଛନ୍ତି। ମୋହନ ମାଝୀ ସରକାର ରାଜ୍ୟରେ ମମତା ଯୋଜନା ବଦଳରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଲାଗୁ କରିବେ। ଏହି ଯୋଜନା ଦ୍ୱାରା କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ 10,000 ବଦଳରେ 12,000 ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ତ ଦେଖନ୍ତୁ ଆଜ୍ଞା, ଯେ ଆପଣମାନଙ୍କ ଘରେ ଯଦି ଝିଅ ଜନ୍ମ ହେଉଛି ତାହେଲେ ଆପଣଙ୍କୁ ସରକାର 12,000 ଟଙ୍କା ଦେବେ। ତା ସହିତ ଅଙ୍ଗନବାଡ଼ି କର୍ମୀ, ତା ସହିତ ଆମର ଆଶାକର୍ମୀ ଦିଦିମାନେ ଯେଉଁ ଅଛନ୍ତି ତାଙ୍କୁ ମଧ୍ୟ ସରକାର ଖୁସି ଖବର ଦେଇଛନ୍ତି। ଏଠାରେ ଦେଖିପାରୁଥିବେ, ରାଜ୍ୟ ସରକାର ଅଙ୍ଗନବାଡ଼ି କର୍ମୀମାନଙ୍କ ପାଇଁ ମଧ୍ୟ ଭଲ ଖବର ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ଅଙ୍ଗନବାଡ଼ି କର୍ମୀଙ୍କୁ 200 ଟଙ୍କା ବଦଳରେ 250 ଟଙ୍କା ମିଳିବ ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ 50 ଟଙ୍କା ପରିବର୍ତ୍ତେ 150 ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଉଭୟ ଯୋଜନାରେ ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ 511 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ଆଜ୍ଞା। ଏଥିପାଇଁ କେନ୍ଦ୍ର ସରକାର 115.97 କୋଟି ଟଙ୍କା ପ୍ରଦାନ କରିବା ବେଳେ ରାଜ୍ୟ ସରକାର 395.75 କୋଟି ଟଙ୍କା ଯୋଗାଇ ଦେବ ବୋଲି ଦ୍ୱାରା 4,50,000 ଟଙ୍କା ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବେ ଆଜ୍ଞା। ଏଠାରେ ଦେଖନ୍ତୁ ଯେ ରାଜ୍ୟ ସରକାର ନୂଆ ଘୋଷଣା ଅନୁସାରେ ମଧ୍ୟାହ୍ନ ଭୋଜନରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସାମିଲ ହେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ବର୍ତ୍ତମାନ କ୍ଷେତ୍ରରେ ବିଦ୍ୟାଳୟର ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ର ଯାଏଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି। ଯେ ଦେଖନ୍ତୁ ଆଜ୍ଞା, ଇଏ ତ ଅଲଗା କଥା ଆଜ୍ଞା। ଆମେ ଦେଖନ୍ତୁ ମମତା ଯୋଜନା ବିଷୟରେ ଯେହେତୁ ଆମେମାନେ କଥା ହେଉଥିଲେ, ଆମେମାନେ ଯାଇକି ଡାଇରେକ୍ଟ ଯଦି ଗୁଗୁଲରେ ସର୍ଚ୍ଚ କରିବା, ଏବେ ବି ଯଦି ସର୍ଚ୍ଚ କରିବା ଆଜ୍ଞା, ଆମକୁ ଅନେକ ଜିନିଷ ଗୁଗୁଲରୁ ମିଳିଯିବ। ଆପଣମାନେ ଯଦି ଦେଖନ୍ତୁ, ଅଧିକ ଡିଟେଲ୍ସ ପାଇବା ପାଇଁ ଚାହୁଁଛନ୍ତି, ଅଧିକ ଡିଟେଲ୍ସ ପାଇବା ପାଇଁ ଆପଣମାନେ ନିଜର ଅଙ୍ଗନବାଡ଼ି କର୍ମୀ ଦିଦିଙ୍କ ସହିତ କଥାବାର୍ତ୍ତା ହୋଇପାରିବେ। ଯଦି ଆପଣଙ୍କ ଘରେ କିଏ ପିଲା ଜନ୍ମ କରିବାର ଅଛି ତାହେଲେ କିମ୍ବା ଆଗକୁ ଜନ୍ମ କରିବାର ଅଛି ତାହେଲେ ଆପଣମାନେ ଯାଇକି ତାଙ୍କ ସହିତ ଯୋଗାଯୋଗ କରିପାରିବେ। ପଚାରନ୍ତୁ, ତାଙ୍କୁ ବୁଝନ୍ତୁ। ଛୋଟିଆ ଖବରଟି ଥିଲା, ଭିଡ଼ିଓଟି ବେଶୀ ଲମ୍ବା ନାହିଁ। ଯେହେତୁ ସରକାର ଆମକୁ ସାହାଯ୍ୟ କରୁଛନ୍ତି, ନିହାତି ଭାବରେ ତା'ର ଫାଇଦା ଆମେମାନେ ଉଠାଇବା ଉଚିତ।
डॉक्यूमेंटेशन कौन लगे तार क्राइटेरिया कौन रही एलिजिबिलिटी क्राइटेरिया समस्त जिनिस अंगनवाड़ी कर्मी दीदी आपण मानक समस्त को कहीदेवे जदि आपण माने निजे जानापी चाहूँगी ताले डिस्क्रिप्शन में आम व्हाट्सएप ग्रुप चैनल आपण मानक व्हाट्सएप ग्रुप लिंक अच्छी आपण मैंने सेठारे जॉइन करूँ जॉइन करके रखी था आपण मानक मु आगामी दिन में नुआ भिडटे संपूर्ण मात्रा नहीं आसबि ऑनलाइन केमी एप्लाय कराए से विषय में नहीं आसबि आपण मैंने जानीपारे तो मुझे आशा कर बुझीपारे पुणी देखा एक सुंदर भिडियो से पर्यंत तुम मैंने मते विदाय दिंतु धन्यवाद।